ହ୍ୟାଲୋ ପିଲାମାନେ ନମସ୍କାର। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଦେଖନ୍ତୁ ଆମେ ଯେଉଁ ଦଶମ କ୍ଲାସ୍ର 10th କ୍ଲାସ୍ ଲାଇଫ୍ ସାଇନ୍ସର ଫାର୍ଷ୍ଟ ଚାପ୍ଟର ନ୍ୟୁଟ୍ରିସନ୍ ବା ପୋଷଣର ଯେଉଁ ପଢ଼ୁଥିଲେ ଥିଓରି କ୍ଲାସ୍, ତା'ର ଆଜି ପାର୍ଟ 4 ବା 4 ନମ୍ବର ଭାଗ ପଢ଼ିବା ଆଜି ଆମେ। ଦେଖନ୍ତୁ ଆଉ ତ ଆମେ ତ ଟେକ୍ସଟ ବୁକ୍ ପଢ଼ିଛେ। ଦେଖନ୍ତୁ ଆଉ ଆମର ଯେଉଁ ରିଭିଜନ୍ ଟାଇପ୍ର ଯେଉଁ ଘରେ ଟେକ୍ସଟ ବୁକ୍ ଆମେ ପଢ଼ିଥାଉ, ସେଲ୍ଫ ଷ୍ଟଡ଼ି ଟାଇପ୍ର ପଢ଼ୁଛେ। ତ ଆମେ ଆଜି କ୍ଲାସ୍ 4 ପଢ଼ିଛେ। ଯେଉଁମାନେ ଆଜି ଯେଉଁମାନେ ଏପର୍ଯ୍ୟନ୍ତ ପାର୍ଟ 1, 2, 3 ଦେଖିନାହାନ୍ତି ସେମାନେ ପ୍ଲେଲିଷ୍ଟକୁ ଯାଇକି ଦେଖିପାରିବେ। ତ ଏଇଟା 4 ନମ୍ବର କ୍ଲାସ୍ ଆଜି ଷ୍ଟାର୍ଟ କରିବା। ଦେଖନ୍ତୁ ପ୍ରଥମେ ଷ୍ଟାର୍ଟ ଅଛି। ଦେଖ, ଆଲୋକ ସଂଶ୍ଳେଷଣ ବା ଫଟୋସିନ୍ଥେସିସ୍। ଆମର ଯେଉଁ ଆଲୋକ ସଂଶ୍ଳେଷଣ ବା ଆଲୋକ ସଂଶ୍ଳେଷଣକୁ ଇଂଲିଶରେ ଫଟୋସିନ୍ଥେସିସ୍ କୁହାଯାଏ। ଦେଖନ୍ତୁ, ଆଲୋକ ସଂଶ୍ଳେଷଣ କହିଲେ କ'ଣ କୁହାଯାଏ? ସବୁଜ ଉଦ୍ଭିଦମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ଖାଦ୍ୟ ପ୍ରସ୍ତୁତ କରୁଥିବା ବିଷୟ ଆଗରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଦ୍ୱାରା ସେମାନେ ବାୟୁମଣ୍ଡଳରୁ ଅମ୍ଳଜାନ ମଧ୍ୟ ନିର୍ଗତ କରିଥାନ୍ତି। ଦେଖନ୍ତୁ, ସବୁଜ ଉଦ୍ଭିଦ ବା ଗ୍ରୀନ୍ ଯେନ୍ ସବୁଜ, ଦେଖ ଉଦ୍ଭିଦମାନେ ତ ସବୁ ଗ୍ରୀନ୍ କଲର୍ର ହିଁ ଦେଖାଯାଏ। ଗ୍ରୀନ୍ କଲର୍ ସବୁଜ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏଇଟା ମାନେ ତ ଆପଣମାନେ ଜାଣିଥିବେ। ଯେନ୍ତା ଆମେ ମାନେ ନିଜେ ରାନ୍ଧିକରି ଖାଇସୁଁ, କିନ୍ତୁ ସେମାନେ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି। ତ ମୁଁ ଏ ଟାଇପ୍ ସ୍ୱଭୋଜୀ ପରଭୋଜୀ ପଢ଼େଇଥିଲି ଆପଣମାନଙ୍କୁ। ଏମାନେ ସ୍ୱଭୋଜୀରେ ଯାଏସନ୍ ଅଟୋଟ୍ରୋପ୍ସ ଯେନ୍ମାନେ। ତ ସେମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି ସୂର୍ଯ୍ୟଠାରୁ ଆଲୋକ ଗ୍ରହଣ କରି ସେଥିଲାଗି ତାକେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କୁହାଯାଏସି। ଏହି ପ୍ରକ୍ରିୟା ଦ୍ୱାରା ସେମାନେ ବାୟୁମଣ୍ଡଳରୁ ଅମ୍ଳଜାନ ମଧ୍ୟ ନିର୍ଗତ କରନ୍ତି। ଦେଖ, ଅଙ୍ଗାରକାମ୍ଳ ବା କାର୍ବନ ଡାଇଅକ୍ସାଇଡ଼ ଗ୍ରହଣ କରିଥାନ୍ତି ଓ ଅମ୍ଳଜାନ ବା ଯେଉଁ ଅକ୍ସିଜେନ୍ଟା ନିର୍ଗତ କରିଥାନ୍ତି। ଆଉ ସେଇ ଅମ୍ଳଜାନଟା ଆମେ ନିଶ୍ୱାସ ପ୍ରଶ୍ୱାସ ହିସାବରେ ଆମର ବଡ଼ିରେ ଲାଗିଥାଏ। ସେଥିଲାଗି ତ ଗଛ ନିହାତି ଇମ୍ପୋର୍ଟାଣ୍ଟ ଆମ ଜୀବଜଗତ ପାଇଁ। ତ ବୃକ୍ଷଲତା କାଟନ୍ତୁ ନାହିଁ। ତ ଆପଣମାନେ ନିହାତି ଭାବରେ ଯଦି ଗଛ କଟା ହେଉଛି ତ କେଉଁଠି ଆପଣମାନେ ନିହାତି ତାକୁ ମନା କରନ୍ତୁ, କିମ୍ବା ଗୋଟେ ନା ଦୁଇଟା ଗଛ ପ୍ରତିବର୍ଷ ନିହାତି ଲଗାଇବାକୁ ଚେଷ୍ଟା କରନ୍ତୁ। କାହିଁକି ଗଛ ବିନା ପୃଥିବୀ ଅମ୍ଳଜାନହୀନ ହୋଇଯିବ, ଆଉ ତେବେ ମୃତ୍ୟୁ ମୁଖରେ ପଡ଼ିବା, ମଣିଷ ଜାତି ମଧ୍ୟ ଲୋପ ପାଇଯିବ। ସେଥିପାଇଁ ଅମ୍ଳଜାନ ନିହାତି ଦରକାର। ତ ସେଥିଲାଗି ବୃକ୍ଷରୋପଣ ନିହାତି ଜରୁରୀ। ଦେଖନ୍ତୁ, କାର୍ବନ ଡାଇଅକ୍ସାଇଡ଼ ନେଇକରି ଅମ୍ଳଜାନ ଦେଇଥାଏ। ସମଗ୍ର ଜୀବଜଗତ ଏହି ପ୍ରକ୍ରିୟାକୁ ପ୍ରସ୍ତୁତ ଖାଦ୍ୟ ଉପରେ ହିଁ ନିର୍ଭର କରିଥାନ୍ତି। ସମୁଦ୍ର ଟୋଟାଲ୍ ଯେତେ ଜୀବଜଗତ ଥାନ୍ତି ଏ ପ୍ରକ୍ରିୟାରେ ପ୍ରସ୍ତୁତ ଖାଦ୍ୟ ଉପରେ ହିଁ ନିର୍ଭର କରିଥାନ୍ତି। ହେଲା, ରବର୍ଟ ହିଲ୍। ଦେଖନ୍ତୁ, ଆମର ଯେନ୍ ରବର୍ଟ ହିଲ୍ ବୋଲି ଗୋଟେ ସାଇଣ୍ଟିଷ୍ଟ ଥିଲେ, 1869ରୁ 1991, 1937 ମସିହାରେ ଗବେଷଣା କରି ଦେଖାଇଲେ ଯେ ସେ ଆଲୋକ ସଂଶ୍ଳେଷଣରେ ଗୋଟିଏ ଶର୍କରା ଅଣୁ ପ୍ରସ୍ତୁତ କରିବା ପାଇଁ, ଦେଖନ୍ତୁ ରବର୍ଟ ହିଲ୍ ଯେନ୍ ସାଇଣ୍ଟିଷ୍ଟ ଥିଲେ, ସେ ମାନେ 1937 ମସିହାରେ ଗବେଷଣା କରି ଦେଖାଇଲେ ଯେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଗୋଟେ ଶର୍କରା ବା ଗ୍ଲୁକୋଜ୍ ଶର୍କରା ବା କାର୍ବୋହାଇଡ୍ରେଟ୍ ବା ଗ୍ଲୁକୋଜ୍ ଅଣୁ, ସେଟା 6ଟା ଅଙ୍ଗାରକାମ୍ଳ, ହେଲା 6ଟା ଅଙ୍ଗାରକାମ୍ଳ ବା CO2 କାର୍ବନ ଡାଇଅକ୍ସାଇଡ଼ କୁହାଯାଏ। 12ଟି ଜଳ ଅଣୁ ବୋଲେ H2O ୱାଟର ଯେନ୍ ଆମର କହିସନ୍ ପାଣି ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟିଥାଏ। ଦେଖ, 6ଟି ଅଙ୍ଗାରକାମ୍ଳ, 6 CO2 ପ୍ଲସ୍ ଆମର ଯେନ୍ ରହେଲା ମାନେ 12ଟା ଆମର H2O ରିଏକ୍ସନ୍ ହେସି। ହେଲା, ଆମର ରିଏକ୍ସନ୍ ହେଲା ପରେ, ଦେଖନ୍ତୁ ରିଏକ୍ସନ୍ ହେଲା ପରେ ମୁଁ ଆପଣମାନଙ୍କୁ କହୁଛି, ଫଳରେ ଶର୍କରା ବା CCH12O6 ବା ଏଇଟା ଯେନ୍ କହିସନ୍ CCH12O6 ଗ୍ଲୁକୋଜ୍ ତିଆରି ହୋଇଥାଏ। ଗ୍ଲୁକୋଜ୍ ଶର୍କରା ବା ଗ୍ଲୁକୋଜ୍ ତିଆରି ହୋଇଥାଏ। ଅଣୁ ଏହି 6ଟି ଅଣୁ H2O 6ଟି ଅମ୍ଳଜାନ ଅଣୁ ପ୍ରସ୍ତୁତ ହୋଇଥାଏ। ଦେଖନ୍ତୁ, ଏଇଟା ମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କୁହାଯାଏସି। ଦେଖନ୍ତୁ କାଣା ମିଶିକରି ହେସି, ମାନେ 6ଟି ଅଙ୍ଗାରକାମ୍ଳ, 12ଟି ଜଳ ଅଣୁର ରାସାୟନିକ ପ୍ରତିକ୍ରିୟା ଘଟିଥିସି। ଆଉ ସେଥିରୁ CCH12O6 ବା ଶର୍କରା ଆଉ 6ଟି ଜଳ ଅଣୁ ଆଉ 6ଟି ଅମ୍ଳଜାନ ଅଣୁ ପ୍ରସ୍ତୁତ ହୋଇଥାଏ। ହେଟା ନ ହେଲା ସେଟା ନ ଦେଖନ୍ତୁ, ମୁଁ ରିଏକ୍ସନ୍ କହିଦେଉଛି ଆପଣମାନଙ୍କୁ। ଏଇଟା ରିଏକ୍ସନ୍ ଲେଖା ହେଇଛି। ଦେଖନ୍ତୁ, 6ଟି କାର୍ବନ ଡାଇଅକ୍ସାଇଡ଼ ହେଲା, ଆର୍ 12ଟା H2O ମିଶିକରି ଆଲୋକ ଶକ୍ତି ଆର୍ ହରିତ ଲବକର ଇଟା ମିଶିକରି ଆଲୋକ ଶକ୍ତି ବୋଲେ ଯେନ୍ ସୂର୍ଯ୍ୟ କିରଣ ଆର୍ ହରିତ ଲବକ ମିଶିକରି ଗୋଟେ ରିଏକ୍ସନ୍ କରସନ୍। ସେଠାନୁ ଏ ସବୁ ମିଶିକରି ଗୋଟେ ରିଏକ୍ସନ୍ କରିକରି CCH12O6 ବା ଶର୍କରା ଆଉ 6H2O ବା 6ଟା ୱାଟର
ଆଉ 6ଟା ଅକ୍ସିଜେନ୍ ଗ୍ୟାସ୍ ତାର୍ ମାନେ ନିର୍ଗତ କରିଥାନ୍ତି। ଏଇଟାକେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କୁହାଯାଏସି। ଆର୍ ଇ ରିଏକ୍ସନ୍ଟା ନିହାତି ମନେ ରଖିଥିବେ। ଦେଖନ୍ତୁ ଇ ରିଏକ୍ସନ୍ଟା ଏକ୍ଜାମ୍ରେ ପଡ଼ିଥାଏ, ମାନେ କୋଶ୍ଚିନ୍ କେନ୍ତା ହିସାବରେ ଆସ୍ବା, କେତେଟା ଅକ୍ସିଜେନ୍ ମାନେ ନେଇକରି କେତେଟା କାର୍ବନ୍ ଡାଇଅକ୍ସାଇଡ଼୍ ନେଇକରି କାଣା ହେସି, ତାର୍ପରେ ଆମର୍ ଗ୍ଲୁକୋଜ୍ ବା ଶର୍କରାର କେମିକାଲ୍ ଫର୍ମୁଲା କାଣା ବୋଲେ C6H12O6 କହିବେ। ତାର୍ପରେ କେନ୍ କାଣା ମାନେ ରିଏକ୍ସନ୍ କର୍ସନ୍ ବୋଲେ କାର୍ବନ୍ ଡାଇଅକ୍ସାଇଡ଼୍ ଆର୍ ୱାଟର୍ କହିବେ। ତାର୍ପରେ କେନ୍ଟା ସେଟା ସପୋର୍ଟ କର୍ସି ବେଲେ ଆଲୋକ ଶକ୍ତି ଆର୍ ହରିତ ଲବକ କହିବେ। ଆଉ କାଣା ନିର୍ଗତ ହେସି ବେଲେ C6H12O6 6H2 ଆର୍ 6ଟା କେତେଟା ଅକ୍ସିଜେନ୍ ବାହାର୍ସି ବେଲେ 6ଟା, କେତେଟା ୱାଟର୍ ଅଣୁ ବାହାର୍ସି ବେଲେ 6ଟା ହେନ୍ତା କହିବେ। ତାର୍ ମାନେ ଆନ୍ସର୍ କୋଶ୍ଚିନ୍ ଆସ୍ବା ବେଲେ ଆପଣମାନେ ନିହାତି ଭାବରେ ଲଙ୍ଗ୍ କୋଶ୍ଚିନ୍ ବି ଆସିପାରେ ଆଉ ସର୍ଟ କୋଶ୍ଚିନ୍ ବି ଆସିପାରେ। ତ ଆପଣମାନେ ନିହାତି ଭାବରେ ପଢ଼ାପଢ଼ି ଏଇଟା ମନେ ରଖିଥିବେ ଏଇ ରିଏକ୍ସନ୍ଟା। ଦେଖନ୍ତୁ ତାର୍ପରେ 905ରେ ଇଂଲଣ୍ଡ ବୈଜ୍ଞାନିକ ବ୍ଲାକମ୍ୟାନ୍, ଦେଖନ୍ତୁ 905 ସେ ତ 937ରେ କରିଥିଲେ ଆମର୍ ଯେଉଁ ଥିଲେ। ତ 1905 ମସିହାରେ ବୈଜ୍ଞାନିକ ବ୍ଲାକମ୍ୟାନ୍ 1866ରୁ 1947 ବଞ୍ଚିଥିଲେ। ତାଙ୍କର ଏଫ୍ ବ୍ଲାକମ୍ୟାନ୍ ତାଙ୍କର ନାଁ। ଦେଖ ମନେ ରଖିଥିବେ 1905 ମସିହା ହେଲା, 1905 ମସିହାଟା, ତାର୍ପରେ 1905 ମସିହା ଆରୁ ଆମର୍ 1905 ମସିହାରେ ଆମର ତାର୍ ମାନେ ଆଲୋକ ସଂଶ୍ଳେଷଣକୁ ମୁଖ୍ୟତଃ 2ଟି ପ୍ରକ୍ରିୟାରେ ବ୍ୟବହୃତ କରିଥିଲେ। ଦେଖ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ତ ଆମର ଯେନ୍ ଦେଖନ୍ତୁ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ତ ଆମର ରବର୍ଟ ହିଲ୍ ଭରିଥିଲେ ହେଲା। ତ ରବର୍ଟ ହିଲ୍ କହିଥିଲେ 1937 ମସିହାରେ ହେଲା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକେ। ବାକି 1905 ମସିହାରେ ଆମର ଯେନ୍ ବୈଜ୍ଞାନିକ ବ୍ଲାକମ୍ୟାନ୍ ଥିଲେ ସେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ବା ଫଟୋସିନ୍ଥେସିସ୍କେ 2ଟା ଭାଗରେ ବିଭକ୍ତ କରିଦେଇଥିଲେ ହେଲା। ମାନେ ବିଭକ୍ତ କରିଥିଲେ, ଗୋଟେ ହେଲା ଆଲୋକ ପ୍ରକ୍ରିୟା ବା ଲାଇଟ୍ ରିଏକ୍ସନ୍। ଏଇଟା ମନେ ରଖିଥିବେ, ଲଙ୍ଗ୍ କୋଶ୍ଚିନ୍ ବି ଆସି ଆର୍ 2 ମାର୍କିଆ 5 ମାର୍କିଆ କୋଶ୍ଚିନ୍ ବି ଆସି ଆଉ ସର୍ଟ କୋଶ୍ଚିନ୍ ବି ଆସି। ତାର୍ ମାନେ କିଏ ଆଲୋକ ସଂଶ୍ଳେଷଣ ଭରିଥିଲେ ବୋଲେ ଆମର୍ ଲେଖ୍ବେ ରବର୍ଟ ହିଲ୍। ତାର୍ପରେ କିଏ ଡିଭାଇଡ୍ କରିଥିଲେ ମାନେ ଆଲୋକ ସଂଶ୍ଳେଷଣକେ 2 ଭାଗରେ ବିଭକ୍ତ କରିଥିଲେ ବୋଲେ ଆମର ବ୍ଲାକମ୍ୟାନ୍ କରିଥିଲେ କେତେ ମସିହାରେ ବୋଲେ 1905 ମସିହାରେ। ଏଟା ମାନେ କହିବେ। ତାର୍ପରେ ଆଲୋକ ସଂଶ୍ଳେଷଣକେ 2 ପ୍ରକ୍ରିୟାରେ ବିଭକ୍ତ, ସେଟା କାଣା ବୋଲେ ଦେଖ ଗୋଟେ ହେଲା ଆଲୋକ ପ୍ରକ୍ରିୟା ଆଉ ଗୋଟେ କହିବି ଅନ୍ଧକାର ପ୍ରକ୍ରିୟା ବା ଲାଇଟ୍ ରିଏକ୍ସନ୍, ଆଉ ଗୋଟେ ଡାର୍କ ରିଏକ୍ସନ୍ କହିସନ୍ ହେଲା। ତ ଆଲୋକ ପ୍ରକ୍ରିୟା କୁହାଯାଏସି। ତ ଆଲୋକ ପ୍ରକ୍ରିୟା କାହା କୁହାଯାଏସି ବି କୋଶ୍ଚିନ୍ ଆସି। ତ ଆପଣମାନେ ଏବେ ପଢ଼୍ମା ଆମେ ବା ଆଲୋକ ରାସାୟନିକ ପ୍ରକ୍ରିୟା ହେଲା। ଆଲୋକ ପ୍ରକ୍ରିୟା ବା ଆଲୋକ ରାସାୟନିକ ପ୍ରକ୍ରିୟା ତାହାକେ ଇଂଲିଶରେ ଲାଇଟ୍ ରିଏକ୍ସନ୍ ବା ଫଟୋ କେମିକାଲ୍ ରିଏକ୍ସନ୍ କୁହାଯାଏସି। ଏବଂ ଅନ୍ଧକାର ପ୍ରକ୍ରିୟା ଦେଖନ୍ତୁ 2ଟା ପ୍ରକ୍ରିୟା ଆଲୋକ ପ୍ରକ୍ରିୟା ଆର୍ ଗୋଟେ ଅନ୍ଧକାର ପ୍ରକ୍ରିୟାରେ 2ଟି ଭାଗରେ ବ୍ୟବହୃତ କଲେ। ଡାର୍କ ରିଏକ୍ସନ୍ ବା ଜୈବ ରାସାୟନିକ ପ୍ରକ୍ରିୟା ବାୟୋକେମିକାଲ୍ ରିଏକ୍ସନ୍। ଏ ଦେଖ ଆଲୋକ ପ୍ରକ୍ରିୟା ଅଲଗା ନା ହେଲା ରାସାୟନିକ ପ୍ରକ୍ରିୟା, ଆଉ ଅନ୍ଧକାର ପ୍ରକ୍ରିୟାର ଅଲଗା ନା ହେଲା ମାନେ ଜୈବ ରାସାୟନିକ ପ୍ରକ୍ରିୟା ବା ବାୟୋକେମିକାଲ୍ ରିଏକ୍ସନ୍ ହେଲା। ତ ଆପଣମାନେ ନିହାତି ମନେ ରଖିଥିବେ ଏଇଟା। କୋଶ୍ଚିନ୍ ନିହାତି ଆସ୍ବା ଏଥିର୍ ଭିତରୁ। ଲାଇଫ୍ ନ୍ୟୁଟ୍ରିସନ୍ର ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ପାର୍ଟ, ତାର୍ ମାନେ ଫଟୋସିନ୍ଥେସିସ୍ ଯେନ୍ଟା এই 2ଟି ପ୍ରକ୍ରିୟାରେ ଆର୍ ଏଇଟା ଭବିଷ୍ୟତରେ ମଧ୍ୟ କାମ ଆସିଥାଏ। এই ଫଟୋସିନ୍ଥେସିସ୍ଟା ଆମେ ଯେତେବେଲେ +2 ପଢ଼ିଲେ ବି ଆମର ବାୟୋଲୋଜି ପାର୍ଟରେ ଯେନ୍ ବୋଟନିରେ ପଢ଼ିବ ସେଠାରେ ପାର୍ଟ ଅଛି। এই 2ଟି ପ୍ରକ୍ରିୟା ପତ୍ରରେ ଥିବା ହରିତ ଲବକ ଇଂଲିଶରେ କ୍ଲୋରୋପ୍ଲାଷ୍ଟ କହିସନ୍। ଇଂଲିଶ ମାନେ ୱାର୍ଡ଼ ମାନେ ମନେ ରଖିଥିବେ, ଏଇଟା ନିହାତି ଇମ୍ପୋର୍ଟାଣ୍ଟ ଆଏ ତାହେଲେ ହୋଇଥାଏ। କ୍ଲୋରୋପ୍ଲାଷ୍ଟ ଭିତରେ ଅନେକ ଗୁଡ଼ିଏ ଛୋଟ ଛୋଟ ଓ ଚେପ୍ଟା ଟଙ୍କା ଆକୃତିର ଥାଲାକଏଡ୍ ପରସ୍ପର ମଧ୍ୟରେ ଥାକ ହୋଇ ରହିଥାନ୍ତି ହେଲା। ଦେଖ କ୍ଲୋରୋପ୍ଲାଷ୍ଟ 2ଟି ପ୍ରକ୍ରିୟା ହରିତ ଲବକରେ ଥାଏ। କ୍ଲୋରୋପ୍ଲାଷ୍ଟ ଭିତରେ ଅନେକ ଗୁଡ଼ିଏ ଛୋଟ ଛୋଟ ଚେପ୍ଟା ଟଙ୍କା ମାନେ ଛୋଟଟା ଚେପ୍ଟା ବୋଲେ ଚେପ୍ଟା ଟାଇପ୍ର ଟଙ୍କା ଆକୃତିର ମାନେ ଟଙ୍କା ବୋଲେ କଏନ୍ ଆକୃତିର ଥାଲାକଏଡ୍ ଯେନ୍ ଆମର ଥିସି ଥାଲାକଏଡ୍ ପରସ୍ପର ମଧ୍ୟରେ ଥାକ ମାନେ ଥାକ ଆମର ଯେନ୍ ପ୍ୟାଣ୍ଟ ସାର୍ଟ ରଖ୍ସୁଁ ଥାକ ଉପରେ ରଖ୍ସୁଁ ନି ମାନେ ଗୋଟେ ଉପରେ ଜାଣାବି ବହିପତ୍ର ରଖିଲେ ବି ଏନ୍ତା ଥାକ ଗୋଟେ ଉପରେ ଗୋଟେ ଥାନ୍ତା ରହିଥାଏ ହେଲା। ସେଟାକେ କହିସନ୍ ଥାଲାକଏଡ୍ ରହିଥାଏ। ଏହି ଥାଲାକଏଡ୍ ଥାକ ଗୁଡ଼ିକୁ ଗ୍ରାନା କୁହାଯାଏ ହେଲା। ଦେଖ ଗ୍ରାନା କାହାକେ କୁହାଯାଏସି ଆପଣମାନେ ନିହାତି ମନେ ରଖିଥିବେ, ଏଇଟା ଇମ୍ପୋର୍ଟାଣ୍ଟ ମୋଷ୍ଟ ମାନେ ବହୁତ ଇମ୍ପୋର୍ଟାଣ୍ଟ ଏ। ଏହି ଥାଲାକଏଡ୍କୁ ଗ୍ରାନା କୁହାଯାଏ। ଗ୍ରାନା କାହାକେ କୁହାଯାଏସି ବୋଲେ ଯେନ୍ ଥାକ ପ୍ରକ୍ରିୟାରେ ଥାକ ହିସାବରେ ଯେନ୍ ଛୋଟ ଛୋଟ ଚେପ୍ଟା ଟଙ୍କା ଆକୃତିର ଜିନିଷ ରହିଥାଏ ସେଟାକେ ଥାଲାକଏଡ୍ କୁହାଯାଏ। ଆର୍ ସେଇ ଥାଲାକଏଡ୍ ଗୁଡ଼ିକୁ ଗ୍ରାନା କୁହାଯାଏ ହେଲା। ଥାକ ଗୁଡ଼ିକ ମଧ୍ୟରେ ପରସ୍ପର ସହିତ ସରୁ କୋଷ ଝିଲ୍ଲି ଭଳି ପଦାର୍ଥ ଦ୍ୱାରା ଯୋଡ଼ି ହୋଇଥାନ୍ତି। ଦେଖ ଏଇ ଥାକ ଗୁଡ଼ିକ ମଧ୍ୟ ପରସ୍ପର ଏଇ ଯେନ୍ ଥାକ ଥିସି ବା ଗ୍ରାନା ଥିସି ସେଇ ଗ୍ରାନା ଗୁଡ଼ିକ ମଧ୍ୟ ପରସ୍ପର ସହିତ ମିଶି ମାନେ ଜଡ଼ିତ ହୋଇକରି ଗୋଟେ କୋଷ ଝିଲ୍ଲି ଭଳି ପଦାର୍ଥ ଦ୍ୱାରା ଯୋଡ଼ି ହୋଇ ରହିଥାନ୍ତି। ଗୋଟେ କୋଷ ଝିଲ୍ଲି ଭଳି ପଦାର୍ଥ ଦ୍ୱାରା ଯୋଡ଼ି ହୋଇକରି ରହିଥିସନ୍ ହେଲା।
ଆଉ ସେଟା ହେଲା ରହିଥାନ୍ତି କ୍ଲୋରୋପ୍ଲାଷ୍ଟରେ ଥିବା ଜେଲ୍ ମୋଟା ତରଳ ରସ ଜେଲ୍ କୁହାଯାଏସି। ପରି ଦ୍ରବ ବା ରସକୁ ଷ୍ଟ୍ରୋମା କୁହାଯାଏ। ଷ୍ଟ୍ରୋମ କାହାକୁ କୁହାଯାଏସି ଦେଖନ୍ତୁ କ୍ଲୋରୋପ୍ଲାଷ୍ଟ ବୋଲି ଯେନ୍ ଜିନିଷ୍ ଥିସି ଆମର ସେ ଆମର ଉଦ୍ଭିଦରେ କ୍ଲୋରୋପ୍ଲାଷ୍ଟରେ ଥିବା ଯେନ୍ ଜେଲ୍ ବା ମୋଟା ତରଳ ରସ ବୋଲି ଦ୍ରବ ବା ରସକୁ ସେ ରସକେ ଷ୍ଟ୍ରୋମା କୁହାଯାଏସି ହେଲା। ଏଇଟା ମନେ ରଖିଥିବେ ଷ୍ଟ୍ରୋମା କାହାକୁ କୁହାଯାଏସି, ଗ୍ରାନା କାହାକୁ କୁହାଯାଏସି, ଥାଲାକଏଡ୍ କାହାକୁ କୁହାଯାଏସି ସବୁ ମନେ ରଖିଥିବେ। ଏଇଟା ସବୁ ଆଲୋକ ପ୍ରକ୍ରିୟାରେ ହେଉଛି ଦେଖନ୍ତୁ ଆଲୋକ ଶ୍ଲେଷଣରେ ଆଲୋକ ପ୍ରକ୍ରିୟାରେ ଥାଲାକଏଡ୍ ଝିଲ୍ଲିରେ ଓ ଅନ୍ଧକାର ପ୍ରକ୍ରିୟାରେ କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସମ୍ପାଦିତ ହୋଇଥାଏ। ଦେଖ ଆମର ଆଲୋକ ଶ୍ଲେଷଣ ପ୍ରକ୍ରିୟା ମାନେ କେନ୍ଟା ଆଲୋକ ପ୍ରକ୍ରିୟାରେ ଅନ୍ଧକାର ପ୍ରକ୍ରିୟାରେ କେତେବେଳେ କେନ୍ଟା ହେଇଥାଏ ସେଟା ମୁଁ କହୁଛେ। ଦେଖ ଆଲୋକ ଶ୍ଲେଷଣ ପ୍ରକ୍ରିୟାରେ ଆଲୋକ ପ୍ରକ୍ରିୟା ଥାଲାକଏଡ୍ ଝିଲ୍ଲିରେ ହେଇଥିସି ହେଲା। ଆଲୋକ ଶ୍ଲେଷଣ ପ୍ରକ୍ରିୟାରେ ଥାଲାକଏଡ୍ଟା ଝିଲ୍ଲିରେ ହେଇଥିସି ହେଲା, ଝିଲ୍ଲିରେ। ଆଉ ଅନ୍ଧକାର ପ୍ରକ୍ରିୟାରେ କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ହେଇଥିସି କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ହେଇଥିସି ହେଲା। ଆଲୋକ ପ୍ରକ୍ରିୟାରେ ଝିଲ୍ଲିରେ ହେଇଥାଏ ଆର୍ ଅନ୍ଧକାର ପ୍ରକ୍ରିୟାରେ କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ହେଇଥାଏ ହେଲା। ତ ମନେ ରଖିଥିବେ କେମିତି ଆଲୋକ ପ୍ରକ୍ରିୟାରେ କେନ୍ଟା ହେଇଥିସି ଆରୁ ଆମର ଅନ୍ଧକାର ପ୍ରକ୍ରିୟାରେ କେନ ହେଇଥିସି ହେଲା। ତାରପରେ ନେକ୍ସଟ ଦେଖବା ପ୍ରତ୍ୟେକ ଥାଲାକଏଡ୍ରେ ଥିବା ଝିଲ୍ଲିରେ କ୍ଲୋରୋଫିଲ୍ ଓ ଅନ୍ୟାନ୍ୟ ଆଲୋକ ଶ୍ଲେଷଣ କରିପାରୁଥିବା ଅଣୁ ରହିଥାନ୍ତି ହେଲା। ସେ ମାନେ ପ୍ରତ୍ୟେକ ଥାଲାକଏଡ୍ ଯେନ୍ ଥିବା ଝିଲ୍ଲିରେ କ୍ଲୋରୋଫିଲ୍ ଆଉ ଅନ୍ୟାନ୍ୟ ଆଲୋକ ଶୋଷଣ କରିପାରୁଥିବା ଆଲୋକ ଶୋଷଣ ବେଲେ ଯେନ୍ଟା ଆମେ ଯେନ୍ତା ମାନେ ଆଲୋକକେ ଘିଚି ପାରୁଥିବା କରିପାରୁଥିବା ମାନେ ରହିଥାନ୍ତି ଅଣୁ ମାନେ ରହିଥିସନ୍। ଅଣୁକେ ତାର୍ ମାନେ ଆଟମ୍ କହିସନ୍ ଆମର ଇଂଲିଶରେ ହେଲା। ନିହାତି ଭାବରେ ଆପଣମାନେ ନେକ୍ସଟ ଆମେ ଯିବା ଦେଖୁନ୍ ଆଲୋକ ପ୍ରକ୍ରିୟା। ତ ଆଜି ଆମେ ପଢ଼ୁଥିଲା ଦେଖ ଆଲୋକ ଶ୍ଲେଷଣ ପ୍ରକ୍ରିୟା କାହାକେ ହେସି ତାମାନେ କେନ ହେସି ମୁଇଁ ଆପଣମାନଙ୍କୁ ଆଉ ଥରେ ରିଭିଜନ୍ କରିଦେଉଛେ। ତ ଦେଖନ୍ତୁ ଏଠାରେ ଆମର ରିଏକ୍ସନ୍ ଯେନ୍ ଅଛି ଏଠାରେ ରିଏକ୍ସନ୍ ଆପଣମାନଙ୍କୁ ମୁଇଁ କହିଲି କେନ୍ଟା ହେସି କାଣା ହେସି। ତାରପରେ ଦେଖ ଏଇଟା ଦେଖିଲା ପଢ଼ଲା ଯେ ଆମେ ଆମର କିଏ ଦୁଇ ଭାଗରେ ବିଭକ୍ତ କିଏ କରିଥିଲା ବୋଲେ ବୈଜ୍ଞାନିକ ଆମର ବ୍ଲାକମ୍ୟାନ୍ କରିଥିଲେ। ତାରପରେ ଆଲୋକ ସେଟାକେ ଦୁଇ ଭାଗରେ ବିଭକ୍ତ କରିଥିଲେ, ଗୋଟେ ହେଲା ଆଲୋକ ପ୍ରକ୍ରିୟା ଆଉ ଗୋଟେ ହେଲା ଅନ୍ଧକାର ପ୍ରକ୍ରିୟା। ଆଲୋକ ପ୍ରକ୍ରିୟା ଆଉ ଗୋଟେ ନାଁ ହେଲା ରାସାୟନିକ ପ୍ରକ୍ରିୟା ବା ଫଟୋକେମିକାଲ ରିଏକ୍ସନ୍। ଅନ୍ଧକାର ପ୍ରକ୍ରିୟାର ତାର ଆଉ ଗୋଟେ ନାଁ ହେଲା ଜୈବ ରାସାୟନିକ ପ୍ରକ୍ରିୟା ବା ବାୟୋକେମିକାଲ ରିଏକ୍ସନ୍ ହେଲା। এই দুইটি প্রক্রিয়ার মানে থালাকয়েড বলিকি গোটে থাক রয়েছে সেটা কহেসন গ্রানা কুহযাইসি। আর নেক্সট যেন আমার যে জেল ভিতরে থিবা দ্রব বা রসক স্ট্রোমা কুহযাইসি ହେଲା। ଆଉ ଆଲୋକ ପ୍ରଶେଷଣ ପ୍ରକ୍ରିୟା ଥାଲାକଏଡ୍ ଝିଲ୍ଲିରେ ହେଇଥାଏ ମାନେ ଆଲୋକ ପ୍ରକ୍ରିୟାରେ ଆରୁ ଅନ୍ଧକାର ପ୍ରକ୍ରିୟାରେ କ୍ଲୋରୋପ୍ଲାଷ୍ଟୋମାରେ ହେଇଥାଏ। ଏଇଟା ଆମର ମାନେ ମନେ ରଖିଥିବେ। ତ ଆଜି ଆମେ ଦେଖ ତ ଏକେ ଦିନେ ତ ସବୁ ପଢ଼ିଦେଲେ ମନେ ରହି ସେଥିଲାଗି ଧୀରେ ଧୀରେ ଆମେ ପଢ଼ିତେ ଯିମା। ଆମେ ଟେକ୍ସଟ ପଢ଼ଲା ଭଳିଆ ନିୟମରେ ରିଭିଜନ୍ କଲା ଭଳିଆ ଆଉ ସେଲ୍ଫ ଷ୍ଟଡ଼ି କଲା ଭଳିଆ ତ ଏକେ ସାଙ୍ଗେ ପଢ଼ିଥିଲେ କିଛି ମନେ ନାଇଁ ରହେ। ତ ନିହାତି ଭାବରେ ବୁଝି ପଢ଼ବାର୍ ପଡ଼ବା। ତ ନେକ୍ସଟ ପାର୍ଟରେ ଆମେ ଦେଖୁଁ ଯେନ୍ ଦୁଇ ଭାଗରେ ବିଭକ୍ତ କରାଯାଇଛି ଆଲୋକ ପ୍ରକ୍ରିୟା ଆଉ ଅନ୍ଧକାର ପ୍ରକ୍ରିୟା, ସେ ନେକ୍ସଟ ପାର୍ଟରେ ଆମେ ପାର୍ଟ 5ରେ ଆମେ ଆଲୋକ ପ୍ରକ୍ରିୟା ଆଉ ଅନ୍ଧକାର ପ୍ରକ୍ରିୟା ବିଷୟରେ ଡିସ୍କସନ୍ କରିବା। ତ ଆଜି ଆମେ ପଢ଼ିଲା ଆମର ଆଲୋକ ଶ୍ଲେଷଣ ପ୍ରକ୍ରିୟା। ତ ଆପଣମାନଙ୍କୁ କେନ୍ତା ଲାଗଲା ନିହାତି ଭାବରେ ଫିଡ଼ବ୍ୟାକ୍ ଦେବେ। ଆଉ କମେଣ୍ଟ ସେକ୍ସନରେ ଯଦି କିଛି ଡାଉଟ୍ ରହିଲା କହିବେ ମୁଇଁ ନିଶ୍ଚିତ ଭାବରେ ମାନେ ଡାଉଟ୍ କ୍ଲିୟର କରବାର୍ ଲାଗି ଚାହିଁବି। ତ ଏଇ ତାର ପାର୍ଟ ଦେଖୁନ୍ 3ଟା ପାର୍ଟ অলরেডি অপলোড ହେଇସାରିଛେ। ତ ଆପଣମାନେ ଯଦି ନାଇଁ କରବାର୍ ଏଇଟା 4th ନମ୍ବର ପାର୍ଟ ନାଇଁ କରବାର୍ ତ ବୋଲେ ନିହାତି ଭାବରେ ଆପଣମାନେ ଯାଇକରି ସେ 3ଟା ପାର୍ଟ ଦେଖୁନ୍ ତାରପରେ ହିଁ ବୁଝିପାରିବେ। ନ୍ୟୁଟ୍ରିସନ୍ 10th କ୍ଲାସ୍ର ଯେନ୍ ଲାଇଫ୍ ସାଇନ୍ସର ଫାର୍ଷ୍ଟ ଚାପ୍ଟର ନ୍ୟୁଟ୍ରିସନ୍ ବା ପୋଷଣ ଯେନ୍ ଚାପ୍ଟର ଚାଲିଛେ। ତ ଆପଣମାନଙ୍କୁ ଭଲ ଲାଗିଲେ ନିହାତି ଭାବରେ ଆପଣମାନଙ୍କର ଫ୍ରେଣ୍ଡସ୍ମାନକେ ପଠେଇ କରି ସେୟାର କରିବେ ଆଉ ଲାଇକ୍ କମେଣ୍ଟ କରିକି ସବସ୍କ୍ରାଇବ୍ କରିଥିବେ। ତ ନେକ୍ସଟ ଆପଣଙ୍କର କ୍ଲାସ୍ ଅପଡ଼େଟ୍ ହେଲେ ଆପଣମାନଙ୍କୁ ନିହାତି ଭାବରେ ନୋଟିଫିକେସନ୍ ଯିବା ତ ଆପଣମାନେ ନିହାତି କ୍ଲାସ୍ କରିପାରିବେ। ତ ଆପଣମାନେ ଯଦି ଇ କ୍ଲାସ୍ କରିବେ ତ ଆପଣମାନେ ଯେନ୍ ଅଲଗା ବଡ଼ ବଡ଼ ଚ୍ୟାନେଲ୍ ମାନକେ ଆଉ କାଣା ହେଉଛି ସେମାନେ ପିପିଟି ବନେଇକରି ବଡ଼ ସ୍ମାର୍ଟ ବୋର୍ଡ଼ରେ ପଢ଼ଉଛନ୍। ତ ସେଟା ସେମାନେ ଗୋଟେ ଅଲଗା ହିସାବରେ ପଢ଼ଉଛନ୍। ବାକି ଆମକୁ ନିହାତି ଭାବରେ ପଢ଼ବାର୍ ଲାଗି ହେଲେ ଗୋଟେ ଟେକ୍ସଟ ବୁକ୍ ନିହାତି ପଢ଼ବାର୍ ଲାଗି ପଡ଼୍ସି। ତ ଆପଣମାନଙ୍କର ଟେକ୍ସଟ ବୁକ୍ ପଢ଼ବାର୍ ଅଛି। ତ ଦେଖୁନ୍ ଶୁଣିକରି ବେଶୀ ମନେ ରହେସି, ଶୁଣିକରି ଆର୍ ବୁଝିକରି ମନେ ରହେସି। ଯେନ୍ତା ଆମେ କଥା ନି କି ଫିଲ୍ମ କି ଗୀତ ଶୁଣିଲେ ଯେନ୍ତା ବେଶୀ ମନେ ରହେସି ସେନ୍ତା ମୁଇଁ ଆପଣମାନଙ୍କୁ କହିଦେଉଛେ। ତ ଆପଣମାନେ ଯଦି ଭିଡ଼ିଓ ଖାଲି ଦେଖିକରି ଶୁଣି ପକାବେ ତ ଆପଣମାନେ ନିହାତି ଭାବରେ ଏକ୍ଜାମ୍ରେ ମାନେ ମନେ ରହିଯିବା, ବେଶୀ ମନେ ରଖିପାରିବେ। ତ ନିହାତି ଭାବରେ କ୍ଲାସ୍ ଆଟେଣ୍ଡ କରୁନ୍। ତ ଆଉ ଆପଣମାନଙ୍କୁ ନିହାତି ମାନକେ ସାଙ୍ଗମାନକେ ସେୟାର କରିବେ ତ ସେମାନେ ମାନେ ବି କରିପାରିବେ ପଢ଼ିପାରିବେ। ତ
ନିହାତି ଭାବରେ ପଢ଼ବେ ଆଉ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିକରି ରଖିଥିବେ ବେଲେ ନିହାତି ଭାବରେ ନୋଟିଫିକେସନ୍ ଆସିଲେ ଆପଣମାନେ ନେକ୍ସଟ କ୍ଲାସ୍ କରବା ତାର ଫିଫ୍ଥ ପାର୍ଟ ନେକ୍ସଟ ପାର୍ଟ ମାନେ ଯେନ୍ ପଢ଼ିତେ ଯିମା ନେକ୍ସଟ ଚାପ୍ଟର ମାନେ ସେଟା ଆପଣମାନଙ୍କ ପାଖକେ ପହଞ୍ଚି ପାର୍ବା ତ ନିହାତି ଭାବରେ କିଛି ଡାଉଟ୍ ରହିଲେ ଆପଣମାନେ କମେଣ୍ଟ ସେକ୍ସନରେ କହିବେ ଥ୍ୟାଙ୍କ ୟୁ।